ଜାନୁଆରୀ 15 ସୁଦ୍ଧା ସରିବ ଇକେୱାଇସି। ଏବେ ଜାନୁଆରୀ 15 ସୁଦ୍ଧା ସରିବ ଇକେୱାଇସି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ କାରଣରୁ ବୟସ ଅଧିକା କାରଣରୁ ଇକେୱାଇସି କରିନାହାନ୍ତି ସେମାନଙ୍କୁ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇକେୱାଇସି କରାଉଛନ୍ତି। ଅନ୍ୟପଟେ ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କ ଇକେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ। ଏହି କ୍ରମେ ନିକଟରେ ଗୋଆରେ ଥିବା କିଛି ଲୋକଙ୍କର ଇକେୱାଇସି କରାଯାଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତଥ୍ୟ ଦେଇ କହିଛନ୍ତି ସମସ୍ତଙ୍କର ଇକେୱାଇସି କରିବେ। ସରକାର ବର୍ତ୍ତମାନ ସୁଦ୍ଧା 5 ଲକ୍ଷ ହିତାଧିକାରୀ ଇକେୱାଇସି କରିନାହାନ୍ତି। ବର୍ତ୍ତମାନ ସୁଦ୍ଧା 85% ଇକେୱାଇସି ସରିଲାଣି। ବାକି ଆସନ୍ତା 15 ତାରିଖ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେ ରାସନ କାର୍ଡ଼କୁ ନେଇ ବହୁତ ବଡ଼ ଅପଡେଟ୍ ଆସିଛି। କୃଷ୍ଣଚନ୍ଦ୍ର ପାତ୍ର ଏବେ ଜାନୁଆରୀ ମାସ 15 ସୁଦ୍ଧା ଇକେୱାଇସି ସରିବ। ଆଉ ଯେଉଁମାନେ ବାହାରେ ଅଛନ୍ତି ସରକାର ମଧ୍ୟ ସେମାନଙ୍କ ପାଖକୁ ଯିବେ, ସେଠି ଇକେୱାଇସି କରିବେ। ଆଉ ଯେଉଁମାନେ ଇଏ କରିବେ ବୟସ ଅଧିକ ହୋଇଯାଇଛି ସେମାନଙ୍କ ଘରକୁ ଯିବେ, ସେମାନେ ମଧ୍ୟ ଘରେ ଯାଇକି ଟିମ୍ ବାଲା ଯାଇକି ଇକେୱାଇସି କରିବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।